उपस्थित ଥିବା ଅଧ୍ୟାପକ ଅଧ୍ୟାପିକା ମୋର ଛୋଟ ବଡ଼ ଭାଇ ଭଉଣୀ ମାନେ ମୁଁ ପଙ୍କଜି ମହାନ୍ତ ପାରାଡି କଲେଜ ଅଫ ନର୍ସିଂ ସେକେଣ୍ଡ ସେମିଷ୍ଟର ଷ୍ଟୁଡେଣ୍ଟ। ଆଜି ବହୁତ ଚର୍ଚିତ ପ୍ରସଙ୍ଗ ଛାତ୍ରମାନେ ରାଜନୀତିରେ ଭାଗ ନେବା ଉଚିତ କି ଏହି ପ୍ରସଙ୍ଗରେ ମୁଁ ମୋର ମନ୍ତବ୍ୟ ରଖିବାକୁ ଯାଇ କହିବି ଛାତ୍ରମାନେ ରାଜନୀତିରେ ଭାଗ ନେବା ଉଚିତ। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ର ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ଆଉ ଲୋକମାନଙ୍କର। ଯଦି ଏହି ମତଭିତ୍ତିରେ ଆମେ ଭିତ୍ତି କରି ଦେଖିବା ତେବେ ମଣିଷ ଯେତେବେଳେ ଆମେ 18 ବର୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ହିସାବରେ 18 ବର୍ଷରୁ ଅଧିକ ହେଲେ ଆମେ ଭୋଟ ଦେବା ବାଧ୍ୟତାମୂଳକ। ନିଜର ମନ୍ତବ୍ୟ ରଖିବା ସେଇଟା ଦରକାର। ସେମିତି ନୁହଁ କି 18 ବର୍ଷ ପରେ ଭୋଟ ଦେଇପାରିବେ, ତ ବାଧ୍ୟତାମୂଳକ। ଯଦି 18 ବର୍ଷରୁ ଅଧିକ ପରେ ବାଧ୍ୟତାମୂଳକ ହେଉଛି, 18 ବର୍ଷରୁ କମ୍ କାହିଁକି ବାଧ୍ୟତାମୂଳକ ନୁହଁ? 18 ବର୍ଷ ପରେ ଯଦି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଏମଏଲଏ, ଏମପି ବାଛିବା ପାଇଁ ବାଧ୍ୟତାମୂଳକ, ତାହେଲେ କାଷ୍ଟରେ ମନିଟର ବାଛିବା କାହିଁକି ବାଧ୍ୟତାମୂଳକ ନୁହଁ? ମନିଟର ବାଛିବା ତ ଏକ ରାଜନୀତି ନା। ତ ମୁଁ ମୋର ମନ୍ତବ୍ୟ ରଖିବାକୁ ଯାଇ ଷ୍ଟୁଡେଣ୍ଟ ହିସାବରେ ଗୋଟେ ପାର୍ଟିସିପେଟ୍ କରିବା ପଲିଟିକ୍ସ ଉପରେ କହିବାକୁ ଯିବି। ମୋର ପ୍ରତିଦ୍ୱନ୍ଦ୍ୱୀ କହିଲେ ରାଜନୀତିରେ ଭାଗ ନେବା ଉଚିତ ନୁହଁ। ହୁଏ ହେଇପାରେ ରାଜନୀତିରେ ତାଙ୍କର ଏତେ ଏକ୍ସପିରିଏନ୍ସ ନଥିବ, ଅଭିଜ୍ଞତା କମ୍ ହେତୁ ସେ ବିଫଳ ହେଇପାରନ୍ତି। ତାଙ୍କୁ ବହୁତ ପ୍ରତିଦ୍ୱନ୍ଦ୍ୱୀ ସହିତ ନିଜର ନିଜେ ଖରାପ ହେଇଯାଇପାରନ୍ତି, ସମାଜ ତାଙ୍କୁ ଖରାପ ଦୃଷ୍ଟିରେ ଦେଖିପାରେ। ତେଣୁ ଯଦି ରାଜନୀତିରେ ଭାଗ ନେଉଛନ୍ତି ନିଜେ ଜଣେ ଖୋଲା ହୃଦୟଧାରୀ, ଖୋଲା ମସ୍ତିଷ୍କଧାରୀ ମଣିଷ ହେଇଥିବା ଦରକାର। ସମାଜ ସହିତ ନିଜକୁ ବୁଝିପାରୁଥିବା ଦରକାର। ସମାଜ କେବଳ ଅନ୍ୟମାନଙ୍କ ଦ୍ୱାରା ପରିବର୍ତ୍ତନ ହେଇପାରିବନି, ଆମମାନଙ୍କ ଦ୍ୱାରା ହିଁ ପରିବର୍ତ୍ତନ ହେବ। ଛାତ୍ର ସମାଜ ଆମେ କହୁଛନ୍ତି ସେଇଠି ଯୋଉ ନାରୀମାନେ ସୁରକ୍ଷିତ ନୁହଁ, ମୋର ଜଣେ ଭଉଣୀ କହିଲେ ନାରୀମାନେ ଆଜି ବି ସୁରକ୍ଷିତ ନୁହଁ। ଯଦି ଆମ ସମାଜକୁ ସେଇଭଳି ଭାବରେ ଗଢ଼ି ତୋଳିବା ତାହେଲେ ସୁରକ୍ଷିତ କାହିଁକି ନୁହଁ? ପରିବର୍ତ୍ତନ କାହା ଦ୍ୱାରା ହେବ? ଆମ ଦ୍ୱାରା ହିଁ ପରିବର୍ତ୍ତନ ହେବ। କେବଳ ଏମଏଲଏ ଏମପି ମାନେ ହିଁ ପରିବର୍ତ୍ତନ କରିବେ କାହିଁକି? କ'ଣ ସମାଜସେବୀ? ବିଦ୍ୟାଳୟରେ ଲେଖା ହୁଏ ଶିକ୍ଷା ନିଅ, ସେବା ଦିଅ। ଶିକ୍ଷା ଗ୍ରହଣ କରିବାକୁ ଆସ, ସେବା ବାହାରିକି ସେବା ଦିଅ। କେବଳ ରାଜନୀତି ମାନେ ଦେଇକି ଲୋକଙ୍କୁ ଭୋଟରେ ଯାଇକି ଭୋଟ ଦେବା, ଏମଏଲଏ ଏମପି ବାଛିବା ହିଁ ରାଜନୀତି ନୁହଁ। ତ ସମାଜସେବା ହିସାବରେ ଯାଇକି କୋଉଠି ଏଡ୍ସ ଡେ, ନ୍ୟୁଟ୍ରିସନ ପ୍ରୋଗ୍ରାମ ପାଇଁ କିଛି ପଲିସି, ସେ ସବୁ ସମାଜସେବା କରିଦେଲେ ରାଜନୀତି ହେଇପାରିବନି। ସବୁ ଜିନିଷ ଉପରେ ନିଜର ମତ ଏବଂ ବହୁତ ଯୋଉ ଏବେ ପ୍ରଭାବନା ଚାଲିଛି, ବହୁତ ଯୋଉମାନେ ସବୁ କରପସନ କରୁଛନ୍ତି ରାଜନୀତି ଉପରେ, ତାର ସଚେତନ କେବଳ ସେଠି ପହଞ୍ଚିଗଲେ ଲୋକଙ୍କ ଚିନ୍ତାଧାରା ବଦଳିଯାଏ। ଲୋକ କୁହନ୍ତି ରାଜନୀତିରେ ପଶୁଛ ଦେଶକୁ ନଷ୍ଟ କରିବା ପାଇଁ। ଦେଶକୁ ନଷ୍ଟ କରିବା ପାଇଁ ରାଜନୀତିରେ କେହି ପଶନ୍ତିନି। ଆମେ ଚେଷ୍ଟା କରିବା ଛାତ୍ର ଭାଇ ରାଜନୀତିରେ ପଶିବା ଏଇଥିପାଇଁ ଦେଶକୁ ବିଶୃଙ୍ଖଳ କରୁଥିବା ଯୋଉମାନଙ୍କୁ ସେମାନଙ୍କୁ ରାଜନୀତି ନ ପଶେଇକି ବିଶୃଙ୍ଖଳିତ କରୁଥିବା ବ୍ୟକ୍ତିମାନଙ୍କୁ ରାଜନୀତିରୁ ହଟେଇବା। ଆମେ ଏଇଆ ବାଛିବାନି କିଏ ମୁଖ୍ୟମନ୍ତ୍ରୀ ହେବା ଉଚିତ, କିଏ ଏମଏଲଏ ହେବା ଉଚିତ। ଆମେ ସେଇଆ ବାଛିବା ନୁହଁ, କିଏ ନ ହେବା ଉଚିତ ସେଇଆ ବାଛିବା। ମୁଁ ମୋର ମନ୍ତବ୍ୟ ଏଇଆ ରଖିବା ପାଇଁ ଯିବି ସମାଜ ଆମ ସମାଜରେ ଶିକ୍ଷିତ ବହୁତ, କିନ୍ତୁ ଶିକ୍ଷା ଗ୍ରହଣ କରିବା ଲୋକ କମ୍। ତ ସମସ୍ତଙ୍କୁ ଶିକ୍ଷିତ